ପଲ୍ଲବୀ ଆଦର୍ଶକୁ କହିବେ, ଜଣା ନାହିଁ ଆଦର୍ଶ, କାହିଁକି କେଜାଣି କିଛି ବି ଠିକ୍ ଲାଗୁନି। ମୁଁ ଯାହା କଲେ ମଧ୍ୟ, ଏମିତିକି ମୁଁ ମୋ ଜୀବନ ବାଜି ଲଗେଇ ଡ୍ୟୁଟି କଲେ ବି ମୋ ସିନିୟର ମୋ ଉପରେ ଖୁସି ନାହାନ୍ତି। ନା ମୁଁ ଥାନାରେ କାହାକୁ ଖୁସି କରିପାରୁଛି, ନା ଘରେ। ତାପରେ ଆଦର୍ଶ କହିବେ, ତମେ ଏମିତି କାହିଁ କହୁଛ? କ'ଣ ହେଇଛି ପଲ୍ଲବୀ? ତମେ ଠିକ୍ ଠିକ୍ କୁହ। ତାପରେ ପଲ୍ଲବୀ କହିବେ, କ'ଣ କହିବି ଆଉ, ସାରା ଦେଶରେ ନବରାତ୍ରି ଚାଲିଛି, କିନ୍ତୁ ମୋର ଦିନରାତି କାମର ଛୁଟି ନାହିଁ। କାଲି ମହାଅଷ୍ଟମୀ ପୂଜା। ଆଉ ରୁବି ମାଉସୀ ଏବେଠୁ ଅର୍ଡର ପକେଇ ସାରିଲେଣି ଯେ କାଲି ସମସ୍ତେ ଘରେ ରହିବେ। ଅବଶ୍ୟ ଏ କୌଣସି ଭୁଲ କଥା ନୁହେଁ। କିନ୍ତୁ ଆଦର୍ଶ, ମୋତେ କାଲି ବଡ଼ି ସକାଳୁ ଉଠି ଡ୍ୟୁଟି ବାହାରିବାକୁ ପଡ଼ିବ। 2 ଜଣ ହାଡ଼କୁଡ଼ କ୍ରିମିନାଲଙ୍କୁ ଧରିବାକୁ ଅଛି ମୋତେ। ଆଉ ସେସବୁ ଦାୟିତ୍ୱ ମୋ ଉପରେ ଅଛି। ତେଣୁ ମୁଁ କାଲି ପୂଜାରେ ରହିପାରିବିନି। ତାପରେ ଆଦର୍ଶ କହିବେ, ପଲ୍ଲବୀ, ତମେ ଯଦି ସକାଳୁ ଡ୍ୟୁଟିରେ ଯିବ, ତାହେଲେ କାମ ସାରି ପୂଜା ବେଳକୁ ଘରକୁ ଫେରି ଆସିବ। ତାପରେ ପଲ୍ଲବୀ କହିବେ, କାମ କେତେବେଳେ ସରିବ ମୁଁ ଜାଣିନି ଆଦର୍ଶ। କାଲି ମୁଁ କ୍ରିମିନାଲମାନଙ୍କୁ ଧରିବା ପାଇଁ ପୁରା ଜାଲ ବିଛେଇ ସାରିଛି ଆଦର୍ଶ। ଆଉ କାଲି ଯଦି ମୋ ପ୍ଲାନ୍ କାମ ନ କରିବ, ତାହେଲେ କାଲି ହୁଏତ ମୋତେ ରେଜିଗ୍ନେସନ୍ ଦେବାକୁ ପଡ଼ିବ। ତାପରେ ଆଦର୍ଶ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ କହିବେ, ଇଏ ତମେ କି ପାଗଲାମି କଥାବାର୍ତ୍ତା କରୁଛ? ହଠାତ୍ ତମକୁ ପୋଲିସ ଚାକିରି ଦେଇଦେଲେ, ଆଉ ଏବେ ଡ୍ୟୁଟି କରିବା 4 ଦିନ ହେଇନି, ଆଉ ତମେ ରେଜିଗ୍ନେସନ୍ ଦେବା କଥା କହୁଛ? କ'ଣ ସବୁ ଯେତେ ବି ଅଫିସର ଅଛନ୍ତି, କେହି କେବେ ବି ଫେଲ୍ ମାରି ନାହାନ୍ତି? ମୁଁ ତ ବୁଝିପାରୁନି, ତମ ସିନିୟର୍ସଙ୍କ ମୁଣ୍ଡରେ ଅଛି କ'ଣ? କାହିଁକି ତମକୁ ଏମିତି ଟର୍ଚର କରୁଛନ୍ତି? ତାପରେ ପଲ୍ଲବୀ କହିବେ, ଆଦର୍ଶ, ଏକ୍ଚୁଆଲି କାଲି ଚୋରମାନଙ୍କୁ ଧରିବା ପାଇଁ ମୁଁ ପ୍ଲାନ୍ ଶୁଣି ସାରିଲା ପରେ ଆଇସିଏସ୍ ସାର୍ ମୋତେ ଆପ୍ରିସିଏଟ୍ କଲେ। କିନ୍ତୁ ଜଣା ନାହିଁ ହଠାତ୍ କୋଉଠୁ ଗୋଟେ ଫୋନ୍ ଆସିଲା। ଆଉ ସାର୍ ଫୋନରେ କଥା ହେଇ ସାରିଲା ପରେ, ତାପରେ ଆଇଏସ୍ସି ସାର୍ ଯାହା କହିଥିଲେ ସେ ସବୁ କଥା କହିଦେବେ। ତାପରେ ଆଦର୍ଶ କହିବେ, କ'ଣ ହେଲା? ଫୋନରେ କଥା ହେଇ ସାରିଲା ପରେ ତମ ପ୍ରତି ଆଇଏସ୍ସି ସାର୍ଙ୍କର ବ୍ୟବହାର ବଦଳିଗଲା? ତାପରେ ପଲ୍ଲବୀ କହିବେ, ହଁ, ବୋଧହୁଏ କି ସିନିୟର ଥିଲେ। ତାପରେ ଆଦର୍ଶ କହିବେ, ଆଇଏସ୍ସି ତମକୁ ଆପ୍ରିସିଏଟ୍ କରୁଥିଲେ, ଆଉ ଫୋନ୍ ଆସିବା ପରେ ତମ ପ୍ରତି ତାଙ୍କର ବ୍ୟବହାର ବଦଳିଗଲା। ତା ମାନେ ଏମିତି କେହି ଜଣେ ଫୋନ୍ କରିଛି ଯେ ଜାଣିଶୁଣି ତମକୁ ହଇରାଣ କରିବାକୁ ଚେଷ୍ଟା କରୁଛି। କିଏ ହେଇଥାଇପାରେ? ପୁଣି କହିବେ, ଠିକ୍ ଅଛି ପଲ୍ଲବୀ, ତମେ ଚିନ୍ତା କରନି। ତମେ ଏସବୁ ମୋ ଉପରେ ଛାଡ଼ି ତମେ ତମ କାମ ଉପରେ ଫୋକସ୍ କର। ଓକେ, ମୁଁ ଆସୁଛି କହି ଚାଲିଯିବେ। ତାପରେ ସକାଳେ ରୁବି ତଳକୁ ଆସି କହିବେ, ମମତା, ଘରେ ସମସ୍ତେ ମୋ ନଜରରେ ପଡ଼ୁଛନ୍ତି, କିନ୍ତୁ ତୋ ଗେହ୍ଲି ବୋହୂ ମୋ ନଜରରେ ପଡ଼ୁନି। କୁଆଡ଼େ ଗଲେ କି ମହାରାଣୀ? ତାପରେ ପଲ୍ଲବୀ ଆସି କହିବେ, ମହାରାଣୀ ତ ନୁହେଁ। ପୁଣି ପାଖକୁ ଆସି କହିବେ, କିନ୍ତୁ ସାନମାଙ୍କ ଗେହ୍ଲି ବୋହୂ ଜଣେ ପୋଲିସ ଅଫିସର ନିଶ୍ଚୟ, ଆଉ ଏବେ ସେ ଡ୍ୟୁଟିରେ ବାହାରିଛି। ତାପରେ ରୁବି କହିବେ, ମୁଁ କାଲି ସମସ୍ତଙ୍କ ଆଗରେ କହିସାରିଛି, ଆଜି ଘରୁ କେହି କୁଆଡ଼େ ବି ବାହାରିବେ ନାହିଁ। ତାପରେ ପଲ୍ଲବୀ କହିବେ, ଅପା, ମୋ ଟିଫିନ୍ ରେଡ଼ି କହିକି ରୋଷେଇ ଘରକୁ ଯାଉଥିବେ, ଆଉ ରୁବି କହିବେ, ଏଇ ରହ, ଦିନସାରା ସେଇ ଡ୍ରେସ୍ରେ ଗୁଣ୍ଡା ବଦମାସ ପଛରେ ଗୋଡ଼େଇ ଗୋଡ଼େଇ କୁଆଡ଼େ କୁଆଡ଼େ ବୁଲି ବୁଲି ଆସିଛୁ। ଆଜି ଭଳି ଦିନରେ ମୁଁ ତତେ ମୋ ରୋଷେଇ ଘରକୁ ପଶିବାକୁ ଦେବିନି। ତାପରେ ମମତା ଟିଫିନ୍ ଆଣିଦେଇ କହିବେ, ନେ, ଟିଫିନ୍ ନେ। ତାପରେ ରୁବି କହିବେ, ୟାର ଏତେ ସେବା କରିବା କିଛି ବି ଦରକାର ନାହିଁ କହି ଟିଫିନ୍ ଡବାକୁ ଫୋପାଡ଼ି ଦେବେ। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଏବେ ପଲ୍ଲବୀ ରୁବିଙ୍କୁ କଡ଼ା ଜବାବ ଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।